ତମ ଘର ପାଖରେ ଅଛି। ଶୁଣ ରାନୁ ଚଢ଼େଇ, ମୋ ପୁଅ କେତେ ଦିନଠାରୁ ତରଭୁଜ ଖାଇବ ବୋଲି ଜିଦି କରୁଛି। ଏ ତରଭୁଜଟା ମୋତେ ଦେଇଦିଅ। ପ୍ଲିଜ୍ ରାନୁ ଚଢ଼େଇ, ଏ ତରଭୁଜଟା ମୋତେ ଦେଇଦିଅ। ନାହିଁ, ଏ ତରଭୁଜ ବହୁତ ଛୋଟ ଅଛି। ଆଉ ଏ ତରଭୁଜ ହେଉଛି ଏ ଗଛର ପ୍ରଥମ ଫଳ। ମୁଁ ଏ ଫଳ ତୁମକୁ ଦେଇପାରିବି ନାହିଁ। କାଉ ଭାଇ, ମୋ ଝିଅ ବହୁତ ଦିନଠାରୁ ଏ ଗଛର ଫଳ ଆସିବା ପାଇଁ ଅପେକ୍ଷା କରିଥିଲା। ଏଥିରେ ତ ଗୋଟିଏ ତରଭୁଜ ଆସିଛି। ଯେତେବେଳେ ବେଶୀ ହେବ ସେତେବେଳେ ତମେ ଏକୁଟିଆ ନେଇଯିବ। ତୁମେ ମା ଝିଅ ତ ଏମିତି କଥା କହୁଛ ଯେମିତି ଏ ତରଭୁଜ ସୁନାର ତରଭୁଜ। ମୁଁ ଆଉ କୋଉଠାରୁ ତରଭୁଜ ନେଇଯିବି। ମୋର ଦରକାର ନାହିଁ ତୁମ ତରଭୁଜ। ତାପରେ କଳା କାଉ ସେଇଠାରୁ ରାଗରେ ଚାଲିଗଲା। ତାପରେ କିଛି ସମୟ ପରେ ଗଛରେ ଲାଗିଥିବା ତରଭୁଜ ଧୀରେ ଧୀରେ ରଙ୍ଗ ବଦଳିବା ପାଇଁ ଲାଗିଲା। ତାପରେ ଦେଖୁ ଦେଖୁ ତରଭୁଜଟି ସତରେ ସୁନାର ତରଭୁଜ ହେଇଗଲା। ମାମା, ଏ କ'ଣ ହେଲା? ୟାର କଲର କେମିତି ଚେଞ୍ଜ ହେଇଗଲା? ଗୁଡିଆ, ଏ ତ ସୁନାର ତରଭୁଜ ହେଇଗଲା। ମାନେ ଇଏ ଗୋଟିଏ ସାଧାରଣ ଗଛ ନାହିଁ, ଇଏ ଗୋଟିଏ ଯାଦୁଇ ଗଛ। ମାମା, ଇଏ ଥୋଡ଼ି ନା ଅଙ୍ଗୁରର ଗଛ। କିଛି ସମୟ ପରେ ସୁନାର ତରଭୁଜ ଅଙ୍ଗୁରରେ ପରିଣତ ହେଇଗଲା। ଗୁଡିଆ ପୁଣି ଥରେ କହିଲା, ମାମା, ଇଏ ଥୋଡ଼ି ନା ଡାଳିମ୍ବ ଗଛ। ତାପରେ ସାଙ୍ଗେ ସାଙ୍ଗେ ସେ ଅଙ୍ଗୁର ଡାଳିମ୍ବ ହେଇଗଲା। ଝିଅ, ମତେ ଲାଗୁଛି ଆମେ ଯାହା କହିବା ଏ ଗଛର ଫଳ ତାହା ହିଁ ହବ। ଏସବୁ ଦେଖିକି ରାନୁ ଚଢ଼େଇ ଆଉ ଗୁଡିଆ ଚଢ଼େଇ ବହୁତ ଖୁସି ହେଇଗଲେ। ଗୁଡିଆକୁ ତା ପରିଶ୍ରମର ଫଳ ମିଳିଲା। ମାମା, ମତେ ବହୁତ ଜୋରସେ ଭୋକ ଲାଗୁଛି।